ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣମାନଙ୍କୁ ସର୍ବେ ଭବନ୍ତୁ ସୁଖୀନର ଆସନ୍ତାକାଲିର ରାଶିଫଳ କାର୍ଯ୍ୟକ୍ରମକୁ ସ୍ୱାଗତ, ନମସ୍କାର। ଆସନ୍ତାକାଲି ତା 18/8/2026 ମଙ୍ଗଳବାର ମେଷଠାରୁ ମୀନ ପର୍ଯ୍ୟନ୍ତ କିପରି ରାଶିଫଳ ରହିବ ଆସନ୍ତୁ ଜାଣିବା। ଆସନ୍ତାକାଲି ମେଷ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ପାରିବାରିକ ସୁଖ, ପରିବାରରେ ଖୁସି, ଆନନ୍ଦ ଉଲ୍ଲାସରେ ଦିନଟି ଅତିବାହିତ ହେବ। ବଢ଼ିଆ ଦିନ ଆପଣମାନଙ୍କର ଅଛି। ଆପଣମାନଙ୍କର ଦିନଟି ଆହୁରି ଭଲ କରିବା ପାଇଁ ଆପଣମାନେ ଆସନ୍ତାକାଲି ଧଳା କଲର ପରିଧାନ କରନ୍ତୁ। ଦିନଟି ଆପଣଙ୍କର ବଢ଼ିଆ ରହିବ। ବୃଷ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନ ତ ଟେନସନ୍ ଅବଶ୍ୟ ରହିବ, ହେଲେ ବି ଆପଣଙ୍କର ଚିତାପଟ ଯେକୌଣସି କାର୍ଯ୍ୟ ଅଛି ଆପଣଙ୍କୁ ପରିଶ୍ରମରେ ଜିତାପଟ ମିଳିବ। କାର୍ଯ୍ୟ ଆପଣ ଆଗେଇ ଚାଲନ୍ତୁ, ନିଶ୍ଚିତ ସଫଳତା ପାଇବେ। ଦିନ ଆପଣଙ୍କର ସପକ୍ଷରେ ରହିଛି। ଆପଣମାନେ ଦିନଟିକୁ ଆହୁରି ବଢ଼ିଆ କରିବା ପାଇଁ ଆସନ୍ତାକାଲି ଲାଲ କଲର ପରିଧାନ କରନ୍ତୁ। ମିଥୁନ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ତ ବଢ଼ିଆ ରୋମାଣ୍ଟିକ ରହିବ। ମନୋରଞ୍ଜନରେ ସମୟ ଅତିବାହିତ ହେବ। ବନ୍ଧୁବାନ୍ଧବଙ୍କ ସହିତ ମଧ୍ୟ ଆପଣ କଥାବାର୍ତ୍ତାରେ ମସଗୁଲ ରହିବେ। କିଛି କାର୍ଯ୍ୟ ମଧ୍ୟ ଆପଣଙ୍କର ସଫଳତା ଜଣାଯାଏ। ଆପଣଙ୍କ ଶରୀର ଯାହା କଷ୍ଟ ଥିଲା ତାହା ମଧ୍ୟ ଆପଣଙ୍କର ଶରୀର ଆରୋଗ୍ୟ କରି ଜଣାଯାଏ। ବଢ଼ିଆ ଦିନ। ଆପଣମାନଙ୍କର ଧନ ଲାଭ ମଧ୍ୟ ଯୋଗ ଦେଖାଯାଏ। ତେବେ ଆପଣମାନେ ଦିନଟି ଆହୁରି ଭଲ କରିବା ପାଇଁ ଆସନ୍ତାକାଲି ଧଳା କଲର ପରିଧାନ କରନ୍ତୁ, ନିଶ୍ଚିତ ବଢ଼ିଆ ରହିବ। କର୍କଟ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ତ କଳହ ଚନ୍ଦ୍ର କଳହ, କାହା ସହିତ କଳି ଝଗଡ଼ା ହୋଇପାରେ, ମନ ଭଲ ରହିନପାରେ। ମନ ଆପଣଙ୍କର ବିଭିନ୍ନ କଥାକୁ କେନ୍ଦ୍ର କରି ମନ ଆନ୍ଦୋଳିତ ରହିବ। ତେବେ ଆପଣମାନେ ବ୍ୟସ୍ତ ହେବାର କିଛି ନାହିଁ। ଭଗବାନ ନାରାୟଣଙ୍କର ଓମ୍ ଚକ୍ରଧରାୟ ନମଃ ଏ ମନ୍ତ୍ରକୁ ଜପ କରିବା ସହିତ ଧଳା କଲର ପରିଧାନ କରନ୍ତୁ, ନିଶ୍ଚିତ ରୂପରେ ଆପଣଙ୍କୁ ସଫଳତା ମିଳିବ। ବା ଲାଲ ପିନ୍ଧନ୍ତୁ, ଆହୁରି ବଢ଼ିଆ ରହିବ। ସିଂହ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ଅତ୍ୟନ୍ତ ସୁନ୍ଦର ଏବଂ ଆନନ୍ଦମୟ ଖୁସି ରାଶିରେ ଅତିବାହିତ ହେବ। ପରାକ୍ରମ ଯୋଦ୍ଧା ପରି ରହିବି। ଯେକୌଣସି କାର୍ଯ୍ୟ ଆପଣ କରୁଛନ୍ତି କରନ୍ତୁ, ସଫଳତା ମିଳିବ। ଆପଣଙ୍କର ମୋଟାମୋଟି ଦିନଟି ବହୁତ ବଢ଼ିଆ ରହିବ। ଦିନଟିକୁ ଆହୁରି ଭଲ କରିବା ପାଇଁ ଆପଣମାନେ ଲାଲ କଲର ପରିଧାନ କରନ୍ତୁ, ବଢ଼ିଆ ରହିବ। କନ୍ୟା ରାଶି ବ୍ୟକ୍ତିମାନେ ଆପଣମାନଙ୍କର ମନ ବ୍ୟାକୁଳିତ ଅବସ୍ଥାରେ ସମୟ ଅତିବାହିତ ହେବ। ବିଭିନ୍ନ କଥା ଆପଣଙ୍କ ମନକୁ ଆସିବ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ମନ ଦ୍ୱନ୍ଦ୍ୱ ଦେଇ ଗତି କରିବେ, ଦ୍ୱନ୍ଦ୍ୱାତୀତ। ତେବେ ଦ୍ୱନ୍ଦ୍ୱାତ୍ମକ ଭିତରେ ଆପଣମାନେ ବ୍ୟସ୍ତ ହେବାର କିଛି ନାହିଁ। ଓ ମାଧବାୟ ନମଃ ଜପ କରନ୍ତୁ, ଦେଖିବେ ନିଶ୍ଚିତ ଆପଣଙ୍କୁ କିଛି ପରିମାଣରେ ସାହାଯ୍ୟ ମିଳିବ। ଏହା ସହିତ ଆପଣମାନେ ଲାଲ କଲର ପରିଧାନ କରନ୍ତୁ। ଏହାପରେ ଯିବା ତୁଳାରାଶି। ତୁଳାରାଶି ବ୍ୟକ୍ତିମାନେ ଆପଣମାନଙ୍କର ଶ୍ରୀଚନ୍ଦ୍ର ବଢ଼ିଆ। ଆପଣମାନଙ୍କ ଦିନଟି ତ ବନ୍ଧୁ ଦର୍ଶନ, ସୁଖାଦ୍ୟ, ସୁବସ୍ତ୍ର ଓ ବଢ଼ିଆ ଦିନଟି, ଧନ ଲାଭ ମଧ୍ୟ ଜଣାଯାଏ। ଆପଣମାନେ ଦିନଟିକୁ ଆହୁରି ଭଲ କରିବା ପାଇଁ ଲାଲ କଲର ପରିଧାନ କରନ୍ତୁ। ବିଛା ରାଶି ବ୍ୟକ୍ତିମାନେ ଆପଣମାନଙ୍କ ପାଇଁ ଦିନଟି ବ୍ୟୟବହୁଳ ରହିବ। ମନ କଷ୍ଟ ମଧ୍ୟ ଅଛି। ବିଭିନ୍ନ ଋଣ କଥା ମନକୁ ଆସିବ। ବକେୟା ଅର୍ଥ ମଧ୍ୟ ହାତକୁ ଆସିବ ନାହିଁ। ଏ ପ୍ରକାର ବିଭିନ୍ନ ପ୍ରକାର ମନ କଷ୍ଟ ରହିଛି ଆପଣଙ୍କର। ସମ୍ପର୍କରେ ମଧ୍ୟ ଆପଣଙ୍କର ତିକ୍ତତା ଆସିବ, ଏତେ ଭଲ ଆସିବ ନାହିଁ। ତେବେ ଦିନଟିକୁ ଆପଣ ଭଲ କରିବା ପାଇଁ ଆସନ୍ତାକାଲି ଲାଲ କଲର ପରିଧାନ କରନ୍ତୁ। ଧନୁରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ଏକାଦଶ ଚନ୍ଦ୍ର କାରଣରୁ ସର୍ବସୁଖ ସର୍ବସିଦ୍ଧି। ଯେକୌଣସି କାର୍ଯ୍ୟ କରିବେ ଆପଣ କାର୍ଯ୍ୟ ସଫଳ ହେବ। ଦିନଟି ଆପଣଙ୍କର ମୋଟାମୋଟି ପରେ ବହୁତ ବଢ଼ିଆ ଭଲ ଭାବରେ ଦିନଟି ଅତିବାହିତ ହେବ। ଦିନକୁ ଆହୁରି ଭଲ କରିବା ପାଇଁ ଆପଣମାନେ ଧଳା କଲର ପରିଧାନ କରନ୍ତୁ। ମକର ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ବି ଶୁଭମୟ, ଶୁଭ ଦିନଟି। ବନ୍ଧୁ ମିଳନ ହେବ। ଆଉ ଆପଣଙ୍କର ଯେଉଁ ସବୁ କାର୍ଯ୍ୟ ଅଛି ସୁରୁଖୁରୁ ହେବ। ଅଫିସରେ ମଧ୍ୟ ଆପଣମାନଙ୍କର କର୍ମକ୍ଷେତ୍ରରେ ବଢ଼ିଆ ରହିବ ପ୍ରଦର୍ଶନ। ଆପଣମାନେ ଦିନଟିକୁ ଆହୁରି ଭଲ କରିବା ପାଇଁ ଆସନ୍ତାକାଲି ଧଳା କଲର ପରିଧାନ କରନ୍ତୁ, ନିଶ୍ଚିତ ରୂପରେ ବଢ଼ିଆ ହେବ। ଏହାପରେ ଯିବା କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଅଷ୍ଟମ ଚନ୍ଦ୍ର ଥିଲା, ସରିଗଲା, ଯାହା କଷ୍ଟରୁ ବାହାରି ଆସିଲି। ଏବେ ମନ ଆପଣଙ୍କର ରୋମାଣ୍ଟିକ ରହିବ, ଖୁସି ରହିବ। ଧନ ଲାଭ ପରି ଯୋଗ ମଧ୍ୟ ଆପଣଙ୍କର ଦେଖାଯାଏ। ଦିନଟି ଆପଣଙ୍କର ବଢ଼ିଆ ଅଛି।
ଦିନଟିକି ଆପଣ ଆହୁରି ଭଲ କରିବା ପାଇଁ ଆସନ୍ତାକାଲି ଲାଲ କଲର ପରିଧାନ କରନ୍ତୁ। ଏହାପରେ ଯିବା ମୀନ ରାଶି। ମୀନ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ଅଷ୍ଟମ ଚନ୍ଦ୍ର, ବିଭିନ୍ନ ପ୍ରକାର କଷ୍ଟ, ବିଭିନ୍ନ କଥା ମନକୁ ଆସିବ। କେହି ଆପଣଙ୍କ ସହିତ କଳିଝଗଡ଼ା କରିପାରି, ହଜି ଯାଇପାରି, ଭାଙ୍ଗି ଯାଇପାରି, ସତର୍କ ରହିବି। ଚୋରି ମଧ୍ୟ ହୋଇପାରେ ସମ୍ଭାବନା ଅଛି। ରାସ୍ତାଘାଟରେ ଆକ୍ସିଡେଣ୍ଟର ସମ୍ଭାବନା ଅଛି, ଆପଣ ସତର୍କ ରହିବେ। ଏବଂ ରାସ୍ତାଘାଟରେ ଯିବା ଗଲାବେଳେ ଆପଣ ବାମନାୟ ନାମ ଜପ କରନ୍ତୁ। ଆଉ ଏହା ସହିତ ଆପଣ ପାନ ମଧୁରୀ ଟିକେ ଖାଆନ୍ତୁ, ଦେଖିବେ ଆପଣଙ୍କୁ କିଛି ପରିମାଣ ସାହାଯ୍ୟ କରିବ। ଏହା ସହିତ ମଧ୍ୟ ଆପଣ ଲାଲ କଲର ପରିଧାନ କରନ୍ତୁ। ଦିନଟି ଆପଣଙ୍କର ନିଶ୍ଚିତ ମାତ୍ରାରେ କିଛି ପରିମାଣରେ ଲାଭ ହେବ। ଏହା ଥିଲା ମେଷଠାରୁ ମୀନ ପର୍ଯ୍ୟନ୍ତ ରାଶିଫଳ। ଏବେ ଆସନ୍ତୁ ଜାଣିବା ଭାଗବତର ଏହି ପଦବାଣୀ। ଏ ଜୀବ ସତ ସଙ୍ଗ ବିନୁ, ଲଭି ନ ପାରେ ମୋର ତନୁ। ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ। ସାଧୁ ଯେ ମଳୟ ପବନ, କାଷ୍ଟକୁ କରନ୍ତି ଚନ୍ଦନ। ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ। ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ। ଠାକୁରଙ୍କ ସଦିଚ୍ଛା ପୂର୍ଣ୍ଣ ହେଇ ବୁଲାନ୍ୟକୁ ବାହାର କରିବେ। ଈଶ୍ୱର ମଙ୍ଗଳ ହେଇ ବୁଲାନ୍ୟକୁ ବାହାର କରିବେ। ବନ୍ଧୁଗଣ, ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ।